ଚେର ସଦିବ ଯେମିତି ହଁ ଚେର ତ ଅଛି ଆଉ ଅଛି ଚେର ମ ହାତ ଗୋଟେ ଭିଡ଼ ନୁହଁ ଚେରଟା ଥିବ ବୋଧେ ପଣସ ଚେର ଏଇଟା ଯୋଉ ବାରି ପଟେ ତାଙ୍କ ଯୋଉ ଲେମ୍ବୁ ଗଛଟା ତ ହଁ ଲେମ୍ବୁ କୋଉଠୁ ଆଣିଥିଲୁ ମଞ୍ଜି ଏଇ ମଞ୍ଜି ହେଇଥିରୁ ତାହେଲେ ଆଉ 10ଟା ଖଣ୍ଡେ ଗଛ ପକେଇଲୁ ଆଉ କାହିଁ ବେକାର କିଣୁଥିଲେ ହେରା ତ ଭଲ ବାସ୍ନା ହଉଛି ଲେମ୍ବୁଟା ଏଇ ଲେମ୍ବୁ ଗଛ ପକେଇଲୁ ସବୁ ଦିଅ ଏଇଠି ଖରାରେ ଗୋଟେ ଲେମ୍ବୁରୁ କେତେ କହିଲା ନା ଝିରା ଯୋଉ ସେଇ ଯୋଉ ଗଛଟା ଲଗେଇଛୁ ସେଇଠି ଲେମ୍ବୁ ଗଛଟା ସବୁ ଦିଅ ଆଉ ସେଇ ଗଛଟା ଫିଲ୍ଡିଂ ଗଛଟା ଏଇ ବୋଧେ ଗୋଟେ ବଢ଼ିଆ କାକୁଡ଼ି ହେଇଛି ଏଇଟା କଷି କାକୁଡ଼ି କଦଳୀ ଗଛ ଦିଟା ହବନି କୋଉଟା କାଠିଆ ଦିଟା କବେ ମରିଗଲା ଏମାନେ ତ ସବୁ ଚାଙ୍ଗା ହେଲେ ଆଉ ସେମାନେ କାହିଁକି ହେଲେନି ତ ଏରା ପାଚିଲା କଦଳୀ ତ ହଁ କାହିଁକି ତ ଚାଙ୍ଗା ହେଲେ ହବନି ଅଛି ଏଇ ଦୁଟା ତ ଏଇଟା ଏବେ ଆଉ ଏଇଟା ତ ଦେଶୀ କଦଳୀଟା ସେଇଟା ଦେଶୀ କଦଳୀ ତରକାରୀଟା ସେଇଟା ତରକାରୀଟା ଏଇଟା ହଉଛି ଏଇଟା ହଉଛି କଞ୍ଚାଟା ହଁ ସେଇଟା କଞ୍ଚାଟା କୋଉଟା ସେଇଟା ଦୁଇଟା ପ୍ରାଣ ଏଠି ଦୁଇଟା ଆଉ ସେଠି ଦୁଇଟା ଦିଟା ଯେ ହଁ ସିଏ କହିଥିଲା ଯୋଉଟା ଯୋଉ କଦଳୀ ଗଛଟା ଶୁଖିଲା ପତ୍ର ଏଇଟା ହଉଛି ଇଏ କଦଳୀ ଖାଇବା କଦଳୀ ଶୁଖିଲା ପତ୍ର ଯୋଉଟା ଅଛି ହଁ ଏଇଟା ଶୁଖିଲା ପତ୍ର ଥିଲା କି ଆଉ କାହିଁ ଏଇଟା ଶୁଖିଲା ପତ୍ର ନାଇଁ ଆଉ ହେରାକ ଏଇଟା ଶୁଖିଲା ପତ୍ର ଏଇ ଦିଟା ଆଣିଥିଲେ ବୋଧେ ଶୁଖିଲା ଏଇ ଦିଟା ବୋଧେ ଭଲ ଥିଲା ତାହେଲେ ଏଇ ଦିଟା ହଉଛି କାଠିଆ ଏଇ କଦଳୀ ଗଛ ଦିଟା ହଉଛି ଇଏ ନାଇଁ ଖାଇବା ତରକାରୀ ହଁ କାଠିଆ ଗୁରା ଏଇଟାକୁ ସେଇଟା ହଉଛି ଇଏ ପାଚିଲା ଭଲ ଭଲ ଯୋଉଟା ଥିଲା ହଁ ମରୁଡ଼ିଆ ଗୁରାକ ତରକାରୀ ଖା ହେରା ହବନି କଣ ତା ଚେହେରା ଭଲ ନାହିଁ ତ ହବ ତା ସେ ହବ ଦେବୁ ଚେର ଲାଗିବ ତ ଆଉ ଏଇଟା ହଁ ଏଇଟା ପାଚିଲାଟା ଏଇଟା ପାଚିଲାଟା ଆମର ହେଇଥାନ୍ତା ହେଇଟାରୁ ଏଇ ଯୋଉ ବଡ଼ ଗଛ କଦଳୀ ଗଛ ଏଇଟା ତରକାରୀଟା ଦୁଇଟା ହେଲାଣି ଏଇଟା ଆଉ ଦୁଇଟା ବାହାରିବ ଯେ ଏଇଟା ମ୍ୟାଡ଼ାମ୍ ଯିବ ବାହାରି ଏଇଟା ବସାଇବ ଏଇଟା 8 ବର୍ଷ 10 ବର୍ଷ ଏଇଟାକୁ ଆଉ 2 ବର୍ଷ ପରେ ଏଇ ଯୋଉ ଶାଗ ନଛରା ଏଇଟା ହେଇଯିବ ଏଇଟା ଏଇ ଯୋଉ ଘର କଲା ସମୟରେ କବାଟ 2ଟା 3ଟା ଆରାମସେ ହବ ଏଇଟା 2 ବର୍ଷ 3 ବର୍ଷ ଯିବ ଆଉ କବାଟ 2ଟା ହବ ଆରାମସେ ଏଇଟା ଭଲ ଅଛି କୋଉଟା ଏ ଶାଗ ନା ସିଧା ଅଛି ଏଇଟା ଆଉ ଟିକେ ଚଗି ଆଣିବା କଥା ଏଇ ଗଣ୍ଠିଆ ଟିକେ ଯୋଉ ନାଇଁ ପୁରା ଗଣ୍ଠିରା ଏଇଟା ଭଲ ଗଛଟା ହବ ଏଇଟା ଆଉ ହାଣିବା ଦରକାର ନାହିଁ ଏଇ ଗଛଟାକୁ ଏଇ ଗଛଟା ହାଣିବା ଦରକାର ନାହିଁ ଗଣ୍ଠି ତ ହେଇଛି କିନ୍ତୁ ଏଇ ଗଛଟା ଟିକେ ଗଣ୍ଠିଟେ ହାଣିଦେଲେ ପୁରା ପଟୁ ଠିକ ହବ ହାଣିବା କଥା ସେରା ହାଣିବା କଥା ଫସଲ ଚଗି ଟିକେ ହାଣିଦେଲେ କେନା ଗୁଡ଼ା ହବ ଟିକେ ଦେଲେ ଏମିତି ହବନି ଚଗି ଆଣିଲ ସେଇ ଗଛଟା ହେଲେ ଭଲ ହବ ବାପା କହୁଥିଲା ସବୁ ଉପୁଡ଼ିବାକୁ ଯେ ଆଜି ଉପରଓଳି ଉପୁଡ଼େଇ ଦେଲା ଭଲ ସେଇ ଗଛଟା ହେଲେ ଭଲ ହବ ଉପୁଡ଼େଇ ଦେଇ କ'ଣ କରା କହିଲୁ ସବୁ ଘାସଟା ଦାରେ କାଟିଦେଲେ କାଟିକି ଯୋଉ ଘାସଟା ଯୋଉଠି ଦେଲେ ଉପୁଡ଼େଇ ଦେଲେ କି କୁକୁଡ଼ା କାଟି ନେଇଦେଲେ ବଳଦ ଖାଇବେ ବଳଦ ତ ଆଣି ବାନ୍ଧି ଦେଲେ ଛୋଟିଆ କରିକି ସେ ଖାଇଦେବେ ବଳଦ ଆଣି ବାନ୍ଧିଲେ ହବ ହଁ ଆଉ କେତେ କିଏ ଉପୁଡ଼ଉଛି ଆଡ଼େ ଏଇ ସଗାନଟା ଭଲ ହବ କୋଉଟା ବଡ଼ ବଡ଼ ପତ୍ର ଅଛି ସେଟା ଭାଙ୍ଗିବା କଥା ଯୋଉ ଗହଳି ପତ୍ର ଅଛି ଗୋଟେ ସୋର ଯାଇଛି ଗଛ ଏଇଟା ଗୋଟେ ଅଲଗା ଏଇଟା ଯେମିତି ଇଏ ଗଛ କମ୍ପାନୀ ଗଛ ନାହିଁ ଏଇଟା ଗୋଟେ ଗଞ୍ଜି ଆ ପତ୍ର ଦେଖୁନି ତା ପତ୍ର ଦେଖୁନି ଏଇଟା କୁଜି ଗୁଡ଼ାକ ଏଇଟା ବେଗେ ଫଳ ଫୁଲ ଆସୁଛି ଦେଶୀ ଗୁଡ଼ାକ ନଡ଼ିଆ ଗଛ ଦୁଇଟା ଲଗେଇଦେଲେ ଏବେ 3ଟା ଗଛ ଯେ ନଡ଼ିଆ ଖାଇବାକୁ ଆମେ ଖାଇପାରିବୁ କି ପାରିବୁ ମନେ ଯାଇଥିବୁ ନଡ଼ିଆ ହବ ଯୋଉ ଫିଲ୍ଡ ନଡ଼ିଆ ଗଛ ହବ ବୋଲେ ସାଙ୍ଗେ ସାଙ୍ଗେ ହବ ହେରା ଯୋଉ ଲଗେଇଥିଲି 10 ବର୍ଷ 8 ବର୍ଷ ନାଇଁ ଏଇ ଯୋଉ ଲେମ୍ବୁ ଗଛ ନା ତାଙ୍କର ଭଲ ଲେମ୍ବୁ ଟିକେ ହବ ଏ ଗଛରେ
ଘାସ ପିଡ଼ିଆ କିଛି ନାହିଁ। ଖୁରା ଗଛ ପୁରା ଲେମ୍ବୁ ଗଛରେ କି ବିଭିନ୍ନ ଏଇ ସବୁଟା ଏଇରା ହାଇବ୍ରିଡ୍ ଗଛରେ ଦେବେ ମୁଁ ଏଇ ଲେମ୍ବୁ ଏଇ ଗଛଟା କିନ୍ତୁ ଭଲ ଫଳ ଆଗ ଦେବ ଆଉ ଏଇ ବଡ଼ ଗଛଟା ଲେମ୍ବୁରେ ଆଉ ହଁ ନଡ଼ିଆଟା ପୁରା 4 ବର୍ଷ ହେଲା ଗଛ। ଏଇଟା କ'ଣ ମାଟି ଟିକେ ଟିକେ ତା ମୂଳ ଟିକେ ଦେଇକି ଚାରିପଟେ ମଣ୍ଡା କରିଦେଲେ ପାଣି 4 ବର୍ଷ ହେଲା ପୁରା କ'ଣ ଏ ଗଛଟାକୁ 4 ବର୍ଷ 3 ବର୍ଷ ହେଲା କେଜାଣି କୋଉଟାକୁ ଏଇ ଗଛଟାକୁ ନଡ଼ିଆ ଗଛଟା। ସେଇଟା 4-5 ବର୍ଷ ପଡ଼ି ନଡ଼ିଆ ଗଛଟାକୁ କୋଉଟା ଏଇ ଯେଉଁ ତ ବାପା ଯେଉଁ ଗଛଟା ଲଗେଇଛି ମ ଅଜା ଯୋଉଟା ଲଗେଇଛି ନା ହଁ ଏଇ ଗଛଟା ପୁରା 2 ବର୍ଷ ହବ 4-5 ବର୍ଷ ହବ 5 ବର୍ଷ ହବନି ଆଉ କେତେ ବର୍ଷ 4 ବର୍ଷ ହବ। ଗଛଟା କିନ୍ତୁ ମରିଲାନି ବଞ୍ଚିଗଲା ଆଉ ଉପରଳି ପକେଇଦେଲ ଏଇଠି ଆମ ଗଛରେ ଏପଟେ କେଉଁ ବୋଧା ଏଇ ଯେଉଁ ଜହ୍ନି ଏପଟେ ସେ ଯେଉଁ ଆମ୍ବ ଏଇ ଏପଟ ସାଇଡ୍ ଯେଉଁ ଆମ୍ବ ଗଛ ନାହିଁ ଆମ୍ବ ଗଛ ଆଉ କାହିଁ ଏବେ ଯେଉଁଟା ଲଗେଇଥିଲୁ କୋଉଠି କିଲୋ ଆମ୍ବ ଗଛ ଏଇଟା ପକେଇଛି ଏଇ ଯେଉଁ ଆମ୍ବ ଗଛଟା ଏବେ ପକେଇଦେଲୁ କୋଉଠି କୋଉଠି ତଳେ ଆଡ଼େ